ଆଜି ଶୁଣିବା ଉପନ୍ୟାସ ପରଜା ଭାଗ 18। ଔପନ୍ୟାସିକ ଗୋପୀନାଥ ମହାନ୍ତି। ମେଘ ଜମିଲା, ଅନ୍ଧାର ବଢ଼ିଲା। ସବୁ ମେଘ ଏକାଠି ହୋଇ ଅଜାଡ଼ି ପକେଇଲେ ଶ୍ରାବଣର ଧାରା। ଏବେ ଆଉ ପାଗ ସାଙ୍ଗରେ ଲୁଚକାଳି ଖେଳ ନାହିଁ। ଅବିରାମ ବରଷା, ଗଳଗଳ ଗଳଗଳ, ଝରଝର ଝରଝର। ଏଇ ମେଘ ଢୁ ଢୁ କଳା ଅନ୍ଧାର ଭିତରେ ପାହାଡ଼ ମୁଣ୍ଡିଆ ଉପରେ ଗୋଟିଏ ଗୋଟିଏ ପୁଞ୍ଜିଏ ପୁଞ୍ଜିଏ କଳା କଳା ଲୋକ, ଯାହାଙ୍କର ସାମଞ୍ଜସ୍ୟ ରହିଛି କଳା ଅନ୍ଧାର ସହିତ, କଳା କାଦୁଅ ସହିତ, ଆଉ ବଣର ଗଛ ସହିତ। ଦୂରରୁ ଦେଖିଲେ ବାରି ହୁଏ ନାହିଁ ପଥର, କାଠ, ମାଟି କୁଦ, କି ମଣିଷ, କି ମେଘ ଭିତରର କେଉଁ କିମ୍ବୁତ ଛାଇ। ପାଣି ପବନର ଭଉଁରୀରେ କାଦୁଅରୁ ଉଠି ଏପାଖ ସେପାଖ ଖୋଳି ଖେଳୁଛି ଦି ଦିନ ପାଇଁ। କୁଦ କୁଦ ଖାଲି ପାହାଡ଼, କୁଢ଼ କୁଢ଼ ପଥର, ତାରି ଭିତରେ ଦୋଟି ଚାରୋଟି ପୋଣୁ ମାରୁ ଭୂଇଁତସୁ କୋଡ଼ିକି ଧରୁ ମଣିଷ। ଏମାନେ ନିଆଶ୍ରୀ ଲୋକ। ମେଘମାଡ଼ରେ କୋଡ଼ିକି ମାଡ଼ ମିଶେଇ ମାଟି ତିଆରି କରନ୍ତି ପାହାଡ଼ର ମୁଣ୍ଡିଆ ଉପରେ। ତଳେ ଭୂଇଁ ଲହଡ଼ି ଖେଳେ ଶୁଣ୍ଢିଘର କ୍ଷେତରେ, କୁମୁଟି ଘର ଜମିରେ। ମହାଜନ ବେଢ଼ାରେ ତର୍ଲା ତର୍ଲି ବାନ୍ଧି ମୁଣ୍ଡରେ ଛତା ଛତୋଡ଼ି ଠେସି ଗାଁ ଗୁଡ଼ାକର ଲୋକେ ନିଜାଣି ରୋପାଣି ଜମି ସୁତରା ସୁତୁରି କାମରେ ଲୋଟୁଥାନ୍ତି। ନହେଲେ କେଉଁ ଭାଗ୍ୟବାନ ତାଷୀ ଆପଣାର କ୍ଷେତରେ ହାତର କାରସାଥି ଦେଖାଉଥାଏ। ପାଦରେ ବାଲି କାମୁଡ଼ି ଘା କରେ, ପିଠିରେ ଯାଦୁ ହୁଏ ସେଥା ଯାଦୁ, ଦେହରେ ଅନର୍ଚାପ ବର୍ଷାର ସରକଣ୍ଟା ପରି ଫୋଡ଼ି ହୋଇଯାଏ। ତଥାପି ସେମାନେ ହଟନ୍ତି ନାହିଁ। ତୁଣ୍ଡରେ ଖଣ୍ଡେ ଖଣ୍ଡେ ଧୁଙ୍ଗିଆ ପତ୍ର ଜାକି ଦେଇ ବଙ୍କା ଢେମଣ ପାଦ ଆଙ୍ଗୁଠିରେ ଢାଲ ଢାଲୁଆ ମାଟିକୁ ଛିଟିପିଟି ପରି ଚାପି ଧରି କୋଡ଼୍କି ଉଠେଇ ପାହାର ଲଗାନ୍ତି। ହାତ ଥମ୍ବେ ନାହିଁ। ବଣ ଉହାଡ଼ରୁ ବାଘ ରଡ଼ି ଛାଡ଼େ, ଝାମ୍ପି ନେଇ ଧରି ଚାଲିଯାଏ, ବା ପାଣ୍ଡ୍ରାମା ସରିଗି ମାଳି ଭିତରର କେଉଁ ଖୋଲ ଭିତରକୁ। ନୀତି ତ ଏପରି ଘଟେ, କିନ୍ତୁ କୋଡ଼୍କିମାରୁ ହଟେ ନାହିଁ। କେଉଁ ଆକାଶୀ ଆଦର୍ଶର ସ୍ୱପ୍ନ ମୂର୍ତ୍ତି ଧରି ହସି ରହେ ଅଧା ଆକାଶର ଏଇ ଅଧାଲଙ୍ଗୁଳିଆ ପଥୁରିଆ ମଣିଷ ଆଖି ଆଗରେ। ଜୀବନଟା ଯାହା ପାଖେ ସାର ନୁହେଁ, ସାର ଖାଲି କାମ। ସ୍ୱାଧୀନ ସେ ହେଉ ପଛେ, କୋଡ଼୍କି ଖଣ୍ଡ ତାର ଏକା ଗୋଟିଏ ବୋଲି ସମ୍ପତ୍ତି ଏ ବଡ଼ ଦୁନିଆରେ। ସାଙ୍ଗୀ ତାର ବିଲ, ଚିଲ ଆଉ ଶାଗୁଣା, ବାଜ ଆଉ ମୟୂର ମାରୁ, ଆଉ ଯେତେ ଭୂତ ପ୍ରେତ ଆଉ ତୋଫାନ ବରଷା ଏଇ ଜୀବନରେ ସେ ଆର ଜୀବନ ପାଇଁ ପ୍ରସ୍ତୁତ ହୁଏ। ଝିଅ ଦିଟାଙ୍କୁ ତଳର ମାଟିରେ କୁଲିରେ ଲଗେଇ ଦେଇ ଶୁକ୍ରଜାନୀ କୋଡ଼୍କି ଧରି ଉପରକୁ ଚଢ଼ିଗଲା। ଶୁଖିଲା ହାଡ଼ ଦିଖଣ୍ଡ ଆଉ ନସନସିଆ ଛାଲ ଅତି ପରିଚିତ ପାଣି ମାଠର କଠିନ ପରଶ ପାଇ ଉଲସି ଉଠିଲା। ଅଭ୍ୟାସ ଥିଲା ତାର ବହୁଦିନରୁ, ମଝିରେ କରଛଡ଼ା ହୋଇଯାଇଥିଲା। ଗାଁ ଆଡ଼କୁ ପିଠି ବୁଲେଇ ଢିପ ଉପରର ନୂଆ ଅଞ୍ଚଳକୁ ମୁହଁ କରି ସେ କୋଡ଼୍କି ହାଣି ଚାଲିଲା। ଦିନୁ ଦିନ ବେଶୀ ବେଶୀ। ସାଙ୍ଗୀ ଆଜି କେହି ନାହିଁ। ଭାବିବାକୁ ବେଳ ବେଶୀ ମିଳେ ନାହିଁ। କାନେ କାନେ ଭାଁ ଭାଁ ପବନର ହୁଙ୍କାର। ମୁହଁ ପାଖେ ଧୂମ, ବାଏଁ ଡାହାଣେ ଖାଲ ଉପରେ ମେଘର ଲଢ଼ାଲଢ଼ି, ଖଇରିଆ ମୋଗରା ଆକାଶ, ବେଳର ପତ୍ତା ନାହିଁ। ଏହିପରି ଦିନେ ପଛକୁ ପଛ ଘଡ଼ଘଡ଼ିର ରୋଷଣୀ ଫୁଟେଇ ଶ୍ରାବଣର ମେଘ ପଟୁଆର କରି ଚାଲିଥିଲେ। ଯେତେବେଳେ ଆପଣାର ବୋକଚାକୁ କାଉଡ଼ି କରି ଦଶମନ୍ତପୁର ବାଟର ଡୁମାଗୁଡ଼ାର ନନ୍ଦିବାଲି ପରଜା ଆପଣା ପାଇଁ କନ୍ୟା ଖୋଜି ବାହାରିଥିଲା। ପରବର୍ଷଠୁ ବାପା ମରିଛି, ମା ନାହିଁ, ସଂସାରରେ ସେ ଏକୁଟିଆ। ଜମିବାଡ଼ି ନାହିଁ, ଘରର ଝିଞ୍ଝଟ ନାହିଁ। ତାର ସବୁଯାକ ସମ୍ପତ୍ତି, ତାର ଟୋକା ବୟସ ଆଉ ବଳିଲା ବଳିଲା ହାତ ଗୋଡ଼ ଚାରିଖଣ୍ଡ। ପହିଲି ମେଘରେ ତାର ଚେତା ଆସିଲା, ସେ ବାହା ହେବା ଉଚିତ, କିନ୍ତୁ ଖାଲି ଅଣ୍ଟାରେ କନ୍ୟା ମିଳନ୍ତି ନାହିଁ। ଭାବି ଭାବି ଠିକ୍ କଲା, ବର୍ଷାଯାକ ବୁଲି ବୁଲି ସେ ଖୋଜିବ କେଉଁଠି ଅଛି ତା ପାଇଁ କନ୍ୟା। ଯଦି କେହି ରାଜି ହୁଏ, ଝୋଲା ପରିବର୍ତ୍ତେ ଶ୍ୱଶୁର ପାଖେ ଗୋତି ହୋଇ ରହିଯିବ। ପୋଷି ହେବ, ଘର କରିବା ଦୁଇ ନଟ ଏକାଥରକେ ଛିଣ୍ଡିଯିବ। ତାର ଚାରିଖଣ୍ଡ କୌପୁନୀ, ଖଣ୍ଡିଏ ଚାରିକଣିଆ ଛିଣ୍ଡା କନା, ଗୋଟିଏ ରସଗିନା, ତିନୋଟି ଲାଉ ତୁମ୍ବା, ଗୋଟିଏ ଡୁଙ୍ଗୁଡୁଙ୍ଗା, ଆଉ ଖଣ୍ଡିଏ ପାଚିଲା ବାଉଁଶ ବାଡ଼ି, ମାଣ୍ଡିଆ ଚୁନା ପୁଳିଏ ବାଟକୁ ବାନ୍ଧି ସବୁ ସରଞ୍ଜାମ ବାଡ଼ିରେ ଲଟକେଇ ନନ୍ଦିବାଲି ଗାଁ ଛାଡ଼ି ଚାଲି ଆସିଲା। ବଡ଼ ବଡ଼ ପରଜା ଗାଁ ଦେଖି ଦିନେ ଦି'ଦିନ ରହେ। ଗାଁରେ ତନଖି କରେ, ବର ଦରକାର କାହାରି, ଗୋତି ରହିବି।
ଧାଙ୍ଗଡ଼ି ବସାର ଘର ଦୁଆର ମୁହଁରେ ସଞ୍ଜବେଳେ ଉଙ୍କି ମାରେ, କାଉଡ଼ି କାନ୍ଧେଇ ଡୁଙ୍ଗୁଡୁଙ୍ଗା ବଜାଏ, କିନ୍ତୁ କେହି ଭରସା ଦିଅନ୍ତି ନାହିଁ। ତାର ମୁଣ୍ଡରେ ଡେଙ୍ଗା ପଗଡ଼ି ନାହିଁ କି ଦେହରେ ଲମ୍ବା ଦୋପରିସ୍ତି ମାଠ ନାହିଁ। ଧାଙ୍ଗଡ଼ି କହନ୍ତି ନିଚୁ ନିଚୁ, ନନ୍ଦିବାଲି ବାଟ ଧରେ। ମାଣ୍ଡିଆ ଚୂନ ସରିଗଲେ କାହା ବିଲରେ ମଜୁରୀ ଖଟିଯାଏ 2 ଦିନ, ପୁଣି ବାଟରେ ଭାତିଆ ଯୋଗାଡ଼ ହୋଇଯାଏ। ଏହିପରି ବର୍ଷା ତୋପାନରେ 15 ଦିନ ବୁଲି ବୁଲି କନିଆ ଝୋଲା ଗାଁରେ ପ୍ରଥମେ ସେ ଭରସା ପାଇଲା। ସରସପଦର ଗାଁରେ ଶୁକ୍ରଜାନୀ ଘରେ ଚେଷ୍ଟା କଲେ ଫଳ ଫଳିପାରେ। ତାପରେ ସରିଗିଗୁଡ଼ାରେ ରାତିଏ ଶୋଇ ସକାଳୁ ଚାଲି ଚାଲି ସେ ଆସି ପହଞ୍ଚିଗଲା ସରସପଦ ଗାଁରେ। ପଚାରି ପଚାରି ଶୁକ୍ରଜାନୀ ଘର ଆଗରେ ପହଞ୍ଚି ସେ ଦେଖିଲା ଘର ଖାଲି। କିଛି ସମୟ ଅପେକ୍ଷା କଲା ପିଣ୍ଡାରେ। ତାପରେ ବିଲି ଆସିଲା କ୍ଷେତକୁ ଭାତିଆ ନେବାକୁ। ଦିହେଁ ଦିହିଁଙ୍କୁ ଗୋଡ଼ଠୁ ମୁଣ୍ଡ ଯାକେ ଥରେ ଥରେ ଅନେଇ ଗଲେ। ନନ୍ଦିବାଲି ହସିଲା। କାନ୍ଧରୁ ଡୁଙ୍ଗୁଡିଗାଟି ଓହ୍ଲେଇ ଦେଇ ଠିଆ ଠିଆ ତାର ଟୁଁ ଆରମ୍ଭ କରିଦେଲା। ବିଲି ପଚାରିଲା, କିଏ ତୁ? କୁଆଡ଼େ ଆସିଛୁ? ନନ୍ଦିବାଲି କହିଲା, ତତେ ଖୋଜି ଆସିଛି, ମୁଁ ତ ବର। ବିଲି ବିରକ୍ତ ହୋଇ ପିଠି ଆଡ଼କୁ ବୁଲେଇ ଦେଇ ଭାତିଆ ନେଇ ଚାଲି ଯାଉଥିଲା। ନନ୍ଦିବାଲି ପଛରୁ ଡାକି କହିଲା, ହେ ନୁନି, ରାଗିଗଲୁ କି? ଶୁଣ ଶୁଣ। ପାଖକୁ ଚମକି ଯାଇ କହିଲା, ଦେ ମୁଁ ବୁହେ। ଆପଣାର କାଉଡ଼ି ଆଡ଼କୁ ଠାରି ହାଙ୍କିଲା। ଏତେ ତ ବୋହିଛି, ଆଉ ଟିକେ କରେ କ'ଣ କାନ୍ଧ ଫାଟିଯିବ? ଦେ ତୋ କାଉଡ଼ି ମୁଁ ବୁହେ। ଆଉ ହଁ, ତୋ ବାପା କାହିଁ? ଡାକିଦେବୁ ନାହିଁ ଟିକିଏ? ବିଲି ହସି ହସି ଫାଟି ପଡ଼ିଲା। ନନ୍ଦିବାଲି ଗୀତ ବୋଲିଲା, ତୋଇ ସଲାଓଲି ମୋର ଗନ୍ଦାଓଲି, କଇଁ କେଲୁବେ ବଇଁ କେଲୁବେ। କହିଲା, ଜାଣିଛୁ ତତେ ନେବା ପାଇଁ କେତେ ବାଟରୁ ମୁଁ ଧାଇଁ ଧାଇଁ ଆସିଛି ଏମିତି ବର୍ଷା ମେଘ ଦିନରେ? ନହେଲେ କ'ଣ ମାଳିଆରେ ମୁଁ ତ ବର? ଆରେ ସେମିତି ହସୁଛୁ କାହିଁକି? ଦେଖୁନୁ ସବୁ ବନ୍ଦୋବସ୍ତ ଠିକଣା କରି ତେବେ ଯାଇ ମୁଁ ଆସିଛି। ଖଜା ଖାଇବୁ? ଏଇନେ। ଡୁମାଗୁଡ଼ା ହାଟର କଳାହାଣ୍ଡିଆ ଖଜା 2ଟି ପୁଜୁଳିରୁ ବାହାର କରି ବିଲି ହାତକୁ ସେ ବଢ଼େଇ ଦେଲା। ସବୁ ଦେଶର ଧାଙ୍ଗଡ଼ି ଖଜା ଭଲ ପାଆନ୍ତି। କାହାର ରୁଚି ଚକୋଲେଟ, କାହାର ବା ମୁଢ଼ି ମୁଆଁ। ତାପରେ ବିଲିର ମୁହଁ ଫିଟିଲା। ବାପର ଠିକଣା ଦେଲା। ବିଲି ଚାଲିଗଲା। ନନ୍ଦିବାଲି କହିଲା, ଆସେ, ଆହୁରି ଖଜା ଦେବି। ଡଙ୍ଗର ଉପରେ ମେଘ ଅନ୍ଧାର ଶୁକ୍ରଜାନୀ କୋଡ଼କି ପାହାର ବସି ଚାଲିଛି। ଅଇଲା ନନ୍ଦିବାଲି କହିଲା, ଜଣକଠୁ 2 ଜଣ ଭଲ। କୋଡ଼କି ଆଣି ନାହିଁ, ନୋହିଲେ ମୁଁ ବି ପିସି ଯାଆନ୍ତି। ଏବେ ତୋର କୋଡ଼କି ମୋ ହାତକୁ ବଢ଼େଇ ଦେଇ ତୁ ତୁନି ହୋଇ ବସି ରହ। ଦେଖ ମୁଁ କେତେ ଆଣୁଛି। ଶୁକ୍ରଜାନୀ ଆବାକାବ ହୋଇ ଅନଉ ଅନଉ ନନ୍ଦିବାଲି ପୁଜୁଳିଟା ତଳେ ଥୋଇ ଦେଇ ତା ହାତରୁ କୋଡ଼କି ଝିଙ୍କି ନେଇ ପାହାର ଆରମ୍ଭ କଲା। ତରଲା ତରଲି ତଳେ ଥୋଇ ଦେଇଛି। ମୁଣ୍ଡରେ ଗୋଟାଏ ମସ୍ତ ଠେକା। ଗୋଡ଼ ହାତ ଖୋଲା, ଗଣ୍ଠି ଗଣ୍ଠି ମାଂସ ଫୁଲେଇ ଫୁଲେଇ ନନ୍ଦିବାଲି କାମ କରିଗଲା। ଶୁକ୍ରଜାନୀ ଆଡ଼କୁ ଚାହିଁଲା ବି ନାହିଁ ଥରେ। ତାର ଉଗ୍ର ମୂର୍ତ୍ତି ଆଡ଼କୁ ଚାହିଁ ଧୁଙ୍ଗିଆ ଚୋବାଉ ଚୋବାଉ ମୁରୁକି ହସା ଦେଇ ଶୁକ୍ରଜାନୀ ପଚାରିଲା, ଭଲ ପାଇଟି କରିବୁ ଧାଙ୍ଗଡ଼ା? ହଉ ଦେ, ଦିନଯାକ କ'ଣ ଖଟୁଥିବୁ ମୋ ପାଇଁ? ନନ୍ଦିବାଲି କାମ କରୁ କରୁ ଫୋପାଡ଼ି ଦେଲା ପରି କହିଲା, ମୁଁ ପରା ତୋର ଗୋତି। ମୋର ଗୋତି? ନନ୍ଦିବାଲି କୋଡ଼କି ଥୋଇ ଦେଇ ପାଖକୁ ଚାଲି ଆସିଲା। ବୁଢ଼ା ମୁହଁକୁ ସିଧା ଅନେଇ ଠିଆ ହେଲା। ତାପରେ କହିଲା, ଆପଣାର କୁଳଶୀଳର ପରିଚୟ, ଆପଣାର ଅବସ୍ଥା। କିପରି ଭାବେ ଧାଙ୍ଗଡ଼ି ଖୋଜି ସେ ବାହାରିଛି, କ'ଣ ଖବର ପାଇଲା? କେମିତି ବିଲିକୁ ସେ ଦେଖିଲା, ପସନ୍ଦ କଲା? ଝୋଲା ଟଙ୍କା ସେ ଦେଇପାରିବ ନାହିଁ, ତା ପରିବର୍ତ୍ତେ ଗୋତି ଖଟିବ। ବୁଢ଼ା ପଛକୁ ସାଭରସା ହେଲା ପରି ଢିରା ଦେଇ ଦେଇ ବସିବ। ସଫା ସଫା କଥା। ଶୁକ୍ରଜାନୀ ପଚାରିଲା, ବିଲିକୁ କାହିଁକି? ବରଞ୍ଚ ଜିଲିକୁ ମାଙ୍ଗଣି କଲେ ହୁଅନ୍ତା ନାହିଁ କି? ନନ୍ଦିବାଲି ଗମ୍ଭୀର ହୋଇ କହିଲା, ମୁଁ କହିଦେଇଛି, ତେଣିକି ତୋର ଇଚ୍ଛା। ଆଗ ଦେଖିଲି ବିଲିକୁ, ସେ ମୋର ମନକୁ ଆସିଲା। କଥା ଠିକ୍ କଲି, କଥା ଦେଇଥିଲି। ଆଉ ଏ ପାଖ ସେ ପାଖ ହେବାର ଲୋକ ମୁଁ ନୁହେଁ। ନହେଲେ ମୁଁ ଚାଲିଲି। ମୁହଁକୁ କୁଞ୍ଚେଇଲା ପରି ଶୁକ୍ରଜାନୀ ଚଞ୍ଚଳ ଚଞ୍ଚଳ ଭାବିବାକୁ ଲାଗିଲା। ପାହାଡ଼ର ମହୁଡ଼ ଉପରେ ବୁଢ଼ା ଟୋକା ଦୁହେଁ ମୁହାଁମୁହିଁ। ପଛଆଡ଼େ ଜଙ୍ଗଲ, ସାମ୍ନାରେ ଖାଲ କରେ କରେ ବଙ୍କେଇ ବଙ୍କେଇ ପାହାଡ଼ର ଅଜସ୍ର କାନ୍ଧ, ଅଜସ୍ର ମୁଣ୍ଡ। ସେ କାନ୍ଧ ଉପରେ ମୁଣ୍ଡ ଉପରେ ଭରା ଦେଇ ମେଘର ଧୂଆ ମେଞ୍ଚା ହୋଇ ମାଡ଼ି ମାଡ଼ି ଆସୁଛି। ଦୁଧ ଫେଣ ପରି ମୋହି ମୋହି ମାଡ଼ି ଆସୁଛି। ଆଖି ଆଗରେ ଚାରିଆଡ଼ର ଦୁନିଆଟା ଯେପରି କ୍ରମେ ଛୋଟ ହୋଇ ଆସୁଛି ଗୋଟାଏ ଭାବନାର ବିନ୍ଦୁ ଉପରକୁ। ଶୁକ୍ରଜାନୀ ହାତ ବଢ଼େଇ ଦେଲା। ନନ୍ଦିବାଲି ଧରି ପକାଇଲା। ଶୁକ୍ରଜାନୀ ମୁହୂର୍ତ୍ତେ ନନ୍ଦିବାଲିକୁ କୁଣ୍ଢେଇ ଧରିଲା। ଦୁହେଁ ଧୁଙ୍ଗିଆ ଦିଆଦୁଇ ହେଲେ। କାହାରି ତୁଣ୍ଡରେ ପଦେ କଥା ନାହିଁ।
ଅପେକ୍ଷା ନକରି ନନ୍ଦିବାଲି କୋଡ଼କି ଉଠେଇ ନେଲା। ପାହାର ପକେଇ ଚାଲିଲା। ପାଖରେ ଗୋଟାଏ ପଥର ଉପରେ ବସି ରହି ଶୁକ୍ରଚାରୀ ପ୍ରଶଂସା କଲାପରି ଚାହିଁ ରହିଥିଲା। ଭସା ମେଘ ପାଣି ଅଜାଡ଼ି ଅଜାଡ଼ି ମୁଣ୍ଡ ବାଟେ ସାଇଁ ସାଇଁ ଉଡ଼ି ଚାଲିଲା। ପଛେ ପଛେ କେତେ ବହଳ ପାଣି ଧୂଆଁ। ଚାରିଆଡ଼ ଛାଇ ହୋଇଗଲା। କିଛି ଦିଶିଲା ନାହିଁ। ପରଜା ଝିଅ ବିଭାଘରରେ ଆଗପଛ ବିଚାର ଥାଏ ନାହିଁ ଆଦୌ। ଜିଲି ଭିଣୋଇକୁ ଅତି ଆପଣାର ମଣି ସମ୍ବୋଧିତ ନେଲା। କ୍ରମେ ସମ୍ବନ୍ଧଟା ଅତି ସହଜ ହୋଇଗଲା। ନନ୍ଦିବାଲି ଶୁକ୍ରଚାରୀ ଘରେ ଥାଏ। ଦାଣ୍ଡ ଘରେ ବୁଢ଼ା ପାଖେ ଶୁଏ। ଯେ ପଚାରିଲେ ତାର ପରିଚୟ ସେ ଗୋତି। ଗୋତି ଖଟି ଖଟି ବା ଅଧେ ଗୋତି ଖଟି ଅଧେ ସୁଝେଇ ଯେପର୍ଯ୍ୟନ୍ତ ଝୋଲା ଟଙ୍କା ସେ ପରିଶୋଧ ନ ପାରିଛି ସେ ପର୍ଯ୍ୟନ୍ତ ଆଇନ ଅନୁସାରେ ସେ ବିବାହିତ ନୁହେଁ। ଆଉ ପରଜାର ସିଧାସାଧା ଧାରଣାରେ ଯାହା ଆଇନରୁ ବାହାରେ ତାହା ଦୋଷ। ତାହେଲେ ବି କଥାଭାଷାରେ ଗାଁ ମଝି ନାଚ ମଣ୍ଡପରେ ନିରୋଳାରେ ବାଟଘାଟଣାରେ ଦେଖା ପଡ଼ିଲେ ବିଲି ସାଙ୍ଗେ ତାର ସମ୍ବନ୍ଧଟା ଅତି ପରିଷ୍କାର ଅତି ମିଠା। କେହି ଲାଜ ଭାବେ ନାହିଁ କି କେହି କୁଣ୍ଠିତ ହୁଏ ନାହିଁ। ଅତି ସହଜ। ଜିଲି ତାର ସ୍ତ୍ରୀଠୁ ବଡ଼। କିନ୍ତୁ ଜିଲି ତାର ଥଟ୍ଟା। ଜିଲି ମଧ୍ୟ ତାର ସ୍ତ୍ରୀ ହୋଇ ପାରିଥାନ୍ତା ବା ପାରିଥାନ୍ତା। ଜିଲି ମୁଆଁ ଖାଏ। ଜିଲି ଥଟ୍ଟା ନକଲ ହୁଏ। କିନ୍ତୁ ଜିଲି ବୁଝେ। ନିଛାଟିଆ ନିରିମାଖି ଜୀବନ ଭିତରେ ଭାସୁ ଭାସୁ କେଡ଼େ ସୁନ୍ଦର ଦି ଭଉଣୀ ପାଖକୁ ପାଖ ଆଉଜି ଆସିଥିଲେ। ଆଜି ଜଣକର ଘର ପୂର୍ଣ୍ଣ, ଆଉ ଜଣେ ଯେଉଁ ବାଟରେ ସେଇ ବାଟରେ। ମନର ଶକ ମନରେ ବୁଡ଼େଇ ପଦାକୁ ଜିଲି ମୁହଁ ଚିକ୍ ଚିକ୍ କରେ। ସବୁ ଓରମାନ ହାତେ ହାତେ ତଣ୍ଟି ଚିପି ପୋତି ପକାଏ। ଆହା, ଯେତେ ହେଲେ ବି ବିଲି ତାର ଆପଣାର ସାନ ଭଉଣୀ। କିନ୍ତୁ ଅନେକ କଥା ସେ ବିଲି ଆଗରେ କହିପାରେ ନାହିଁ। କହିବାକୁ ମନ କରି ଆସେ କେତେ କଥା। ସାନ ବଡ଼ ଦିନ ଭିତରର ଅଭିଜ୍ଞତା, କାଉପରଜା ରହସ୍ୟ, ବାଗ୍ଲା କାଜୋଡ଼ି ଘର ତାମସା, କିପରି ସେମାନେ କଜିଆ ଗୋଳ ହୋଇ ରୁଷାରୁଷି ହେଉଛନ୍ତି। କହିବ ବୋଲି ଭାବି ଭାବି ସେ ଭୁଲିଯାଏ। ଆଉ ଦିନେ ଦି ଭଉଣୀ ଆପଣା ଆପଣାର ଅଲଗା ଅନୁଭୂତି ଯାହା ଏକାଠି ଗୋଟାଏ କଥା କୁହାକୁହି ହେଉଥିଲେ। ଅନ୍ୟ ଦିନ ପରି ସଞ୍ଜବେଳେ ସେମାନେ ତାକୁ ଗପି ବସନ୍ତି। ବିଲି ବହୁତ କହେ। ଜିଲର କିଛି ମନେ ପଡ଼େ ନାହିଁ। ଆଉ ସଜବାଜ ହେବାକୁ ଲାଜ ମାଡ଼େ ବିଲି ପାଖରେ ଥିଲା ପରେ। ସେ ଭଉଣୀର ସୁନ୍ଥା ପାରିଦିଏ, ମୁଣ୍ଡରେ ଫୁଲ ଖୋଷିଦିଏ। ନିଜ ବେଳକୁ କହେ ଥାଉ, ଡେରି ହୋଇଗଲାଣି। ଥାଉ ତା। ଶୁକ୍ରୁ ନନ୍ଦିବାଲି କେତେ ପ୍ରକାରର ପରିଚିତ ସାଙ୍ଗୀ ପରି ଏକାଠି ମିଶି କାମରେ ଲୋଟୁଥାନ୍ତି। ନନ୍ଦିବାଲି କାମିକା ଲୋକ। ନିଜ ହାତରେ ଘର ମରାମତ କରିନେଲା। ଘର ପାଖେ ସାନ ଅରାଏ ବାଡ଼ବନ୍ଦୀ କରି ଚତୁର୍ମାସିଆ ପନିପରିବା ଲଗେଇଦେଲା। ଦୁହେଁ ମିଳି କନ୍ଧଙ୍କ ଭୂଇଁରେ ବଦଳି ଖଟିବାରୁ କନ୍ଧମାନେ ସାହାଯ୍ୟ ଦେଇ ଢାଲୁ ଢାଲୁଆ ଜମି ଅରାକ ତେସି ଦେଇ ଗଲେ। ପାହାଡ଼ ଉପରୁ ତଳକୁ ଲମ୍ବି ଆସିଲା କ୍ଷେତ। ଦିନୁ ଦିନ କାମ ବଢ଼େ। ଉତ୍ସାହ ବଢ଼େ ଦିନୁ ଦିନ। କଳ୍ପନାର କଥା ତୁଣ୍ଡରେ କହି କହି ଆଗେଇ କାମ କରୁ କରୁ ଦିନ ଅଣ୍ଟେ ନାହିଁ। ଶ୍ରାବଣର ଅବିରାମ ଧାରା ସାଙ୍ଗେ ସାଙ୍ଗେ ନିତିଦିନିଆ ଦେହଖସରା ଜୀବନ ଘୋରତେଇ ପୋରତେଇ ଚାଲିଥାଏ। ସବୁ ଠିକଣା ଦିଶେ। କାହାରି ଅଭାବ କେହି ବୁଝିପାରନ୍ତି ନାହିଁ। ଚାରିଆଡ଼େ ଧାନ ବୁଣା ଲାଗିଗଲା। କେଉଁଠି ବା ଧାନ ବିଲରେ ନିଜାଣି ରୋପାଣି ଶୁକ୍ରଚାରୀର କ୍ଷେତଟି ପଡ଼ିଲା ପଡ଼ିଆ। ଏହିପରି ଦିନେ ତିନିଜଣ ଗୋତି ଆଉ ପଲେ କାଉଡ଼ ନେଇ ଅଣ୍ଟାରେ ଟଙ୍କା ଗାଞ୍ଜିଆ ଦେଇ ଗାଁ ଧାଙ୍ଗଡ଼ା ବସାଘରେ ସେ ଦୋହଲେଇ ନିଜେ ଆସି ପହଞ୍ଚିଗଲା ସାହୁକାର ରାମଚନ୍ଦ୍ର ବିଶେଇ। ନାୟକକୁ ପଇସା ଦେଇ ଧାଙ୍ଗଡ଼ା ଘରେ ବସା କଲା। ପଚାରି ପଚାରି ଖୋଜି ବୁଝିଲା ଆଉ କେହି ଜମି ଦେବ କି? କହିଥିଲେ ଏତିକି ବେଳୁ କହିଥା, ପଛେ ମୁଁ ଆଉ ନେବି ନାହିଁ। ବଖରାଏ ଦି ବଖରାଏ ଘର କିଏ ବିକିବ କି? କାହାରି ବାହାରି ଆସ ସଫା ସଫା। ବର୍ଷାର ଧାରା ଭିତରେ ଚାରିଆଡ଼େ କାମ। କେହି ଶୁଣିଲେ ନାହିଁ। ସାହୁକାର ରହିଗଲା। ଗୋତି ଲଗାଇ ବଳଦ ଭଡ଼ା କରି ଜମି ଦଶେଇ ନେଲା। ଏ ଗାଁ ଉପରେ ତାର ଲୋଭ ବଳିଲାଣି। ସେ ଚଞ୍ଚଳ ଚିହ୍ନା ପରିଚୟ ହେବାକୁ ଚାହେଁ। ଧାଙ୍ଗଡ଼ିମାନଙ୍କ ସଙ୍ଗେ ଉପରେ ପଡ଼ି କଥା କହେ। ମୁହଁକୁ ବଲ ବଲ କରି ଅନାଏ। ଗେଲବସର ନାଁ ସବୁ ଧରି ଡାକେ। ସାରିଆ ଦାମ, ସାରିଆ ଫୁଲ ଏହିପରି। ବଡ଼ବଡ଼ିଆଙ୍କ ଆଗରେ ନିଶ ମୋଡ଼ି ଆପଣାର ଉଦ୍ଦେଶ୍ୟ ବୁଝାଏ। ଏ ଗାଁରେ ଜମି ଧରିଲି, ବଗିଚା କରିବି, ଭୁକ୍ତା ଘର ଖୋଲି ଦରକାର ବେଳେ ଧାନ ମାଣ୍ଡିଆ କରଜ ଦେବି। ଟଙ୍କା କରଜ ଦେଇ ଆହୁରି ଗୋତି ରଖିବି। ଧାଙ୍ଗଡ଼ି ବସାଘର ଆଗରେ ଅନ୍ଧାରୁଆ ସଞ୍ଜ ବୁଡ଼େ। ସେଠି ଯାଇ ସାହୁକାର ଚେକା ମହୁଲି ପକେଇ ବସିଲା। ପଦାରେ ମେଘ ଦୁଲୁ ଦୁଲୁ, ଝିପି ଝିପି ଶ୍ରାବଣର ବର୍ଷା। ପ୍ରଥମେ ନିଜ ବିଷୟରେ କେଡ଼େ ବଡ଼ ଲୋକ ସେ, କ'ଣ ତାର ଅଛି ସମସ୍ତଙ୍କୁ କହି ଚାଲିଲା।
अधिकारी मानक संगे किपरि गहनतार संबंध जहाँ से कहे तांकर सेया केसुर पकई दे पारे केसुरु फिटई दे पारे ता सांगरे कजिया लगिले गोटा गोटा अधिकारी को भी से भस्म कर देइछि। तापरे तार देशप्रीति तार सहृदयता विषय किपरि आपणा पिलाझिला परी से गोती मानक पाळे पैसा को अनाय नहीं केतेठी केते पैसा तार माड़ खाइछि। आग धर्म आग दया तापरे पैसा केते थर ऋण न सुझुणु गोती माने मरी जाइछन्ति तांकर छुआ पिलांको से जे खाली ऋणरू अव्याहति देइछि सेतिके नुहे दरकार बेले साहाय्य मध्य करिछि। केते गाँ गंडार ना केते मनीषंक ना साहुकार उपलक्ष्य देखाई कहि जाए जहा केही पूर्वे केबे शुणी नथिला एमिति बने चुने से कहि जाए। साहुकार धुंगिया टाणी टाणी कथा गपे पाखरे थिबा लोके ता कथा को नथा लगाते धांगड़ी बसाघर भितरु डिबिरी आलुअरे मेंचा मेंची टोकींक कहली अदेखा अधलुचा होई दिसे कथा नसरे शुणिबा बाहानारे छंदा छंदी धराधरी धांगड़ी पल धीरे धीरे आगको मोहि आसंती। गोटाए अपरिचित लोकर पाख हेबारु थट्टा नकलरे केते टुपटाप फुसफास शुभ थाए केंचा केंची हेउ हेउ केही केही हसी पकांती कथा मझिरे अटकी जाई साहुकार बारंबार घर भितर को अनाए कानमूल ताती जाई शुणिबाकू कानटेरे राति टिके बढ़ी आसिला पाखरे थिबा गोटिए जोड़िए उठी चलीगले साहुकार बारंबार फरमासी देला किरे टोकी माने गीत बोलू ना कहीं नाचुना कहीं जवाब खाली हस। धीरे धीरे साहुकार थटा आरंभ करदेला अचिन्ना पाठीरे हसरे हसरे घर भितर शुभिला कि नाच करी हेब धांगड़ा डुंगुडुंगा धरिले सिना साहुकार जवाब देला नाच कर धांगड़ा बाहरिबे घर भितरु किए केतेबेले कौन कहे साहुकार जवाब दिए मेघ अंधार खाली टुपुरु टुपुरु केकटर साहुकार छाती दाऊ दाऊ पड़ुथाए कईथा कईथा सुररे रहस्य लबाइवाकू से चेष्टा करुथाए पाटी करी कहला कि लोड़ा कहार कही था पछे मने पड़िले हुए तो मु नथिबी खदी कि खड़ू कि खजा नाच कर निजे खुशी हुआ मते खुशी कर जहा मागिब ता देबी मनोबल साहुकार धांगड़ी बसाघर आड़कू पाहुंडे आगे गला धांगड़ी माने किलिकिलिया होई घर भितर को धाई पड़ाइले खाली हस गुड़ाए बड़ी चढ़ई पले उड़ीगले जेपरी झिणी झिणी हुए सेहीपरी गाँ बारिकर पुतुरा इसाक आ मधु घासी दुहे कहले जीवा साहुकार तोर बसाघरे तोते पहुँचे दे आसिबा राति हेलाणी। दीर्घश्वास पकाई साहुकार सेमानक संगे लेउटी गला घन अंधार तरा भी दिशुनाही गोटाए गोटाए गछरे असुमारी जुळुजुळिया पोक सेतिके गछर संकेत आउ सब लुचि जाइछि घर पहाड़ आकाश बण सब झिपि झिपि मेघ भितरे हु हु पवन माड़ी आसे माघ मास शीत परी मंच थरे दे जाए अन्य मनस्क साहुकार मनरे चेता पसे ताको भारी निछाटिया एकोटिया लगे जीवन गोटाकर भोग कृत्रिमतार विजय विलासर टिकी टिकी होई केते अनुभूति भाबी बसिले किछि मने पड़े नाही सबु जेपरी निछाटिया ए बरसा राति परी सबु अभाव सबु नथिला परी ना तार आहुरी धांगड़ी लोड़ा आहुरी जमी आहुरी कोती बसादुआरे बारिकर पुतरा इसाक सेल नहीं जाई घर को फेरीगला साहुकार बसई रखिला मधुघासी को बलिष्ठ गढ़ण मोटा मोटा ओठ नाली आखि ए मधुघासीर 18 वर्ष बयस सुधा दागी हुई सीटीएम हो सारे से अंधारे दिआसिली मारी साहुकार केउठू मद बोतलटीए बाहर करी अंधारे अंधारे पीदेला मुहरे नाकपुड़ा फूकी दे मधुघासी बास्ना सुंगु थाए मुहरे सुटा लगे दे साहुकार मधु कतिकी ओह के किटिकिटिया अंधार राति देखुचु ना मधु रकड़े निछाटिया केही कुआड़े नाही पुणी टिके रह केही कुआड़े नाही बुझिलु तो कान पाखे मुह लगे मोटे टंका तते देबई जदि गोटे काहाको तू डाकी आनी पारिबु कह एते आनिबु तो नोहिले केमिति मो रातिक चलिबी कहिलु सेतुआ पवन भुसुभुसु पशि आसला साहुकार पुणी पचारिला कौन कहूचु कह मधु कहला एई कथा तो आगरू कहलु नहीं कहीं साहुकार ए गाँव रे केही मिसा नाहांती केते दूर बा भितरगड़ गाँ कि सुंदर पाली लोक सेठी खदी घोड़ी होई मो सांगरे चली जाइथांतु केही पत्ता पाते नहीं जे किए बोली पचारिले मु खाली कहूथांती मु
ହୁଁ ଓହ ଏସବୁ କାମରେ କ'ଣ ମୁଁ ନ କରିପାରେ? ସବୁ ଝିଅଙ୍କ ସାଙ୍ଗେ ମୋର ପରିଚୟ। ଆଉ ରାତି ଅଧରେ ହଠାତ୍ ଫରମାଇଶ କରୁଛୁ ଏଠି। ସମସ୍ତେ ଶୋଇବେଣି। ଦେ ଦେ ଟଙ୍କାଟିଏ ଦେ, ଖୋଜି ଦେଖେ କାହାକୁ କାଳେ ପାଇବି। ତେଣିକି ତୋର କପାଳ। ସାହୁକାର ଟଙ୍କା ବଢ଼େଇ ଦେଲା। ମଧୁ କହି ଦେଇଗଲା, ଶୋଇପଡ଼। ଖୋଜି ଦେଖିବି ବଡ଼ ଡେରିରେ କହିଲୁ। ଏ ଗାଁରେ କେହି ମୋ ଆଖିରେ ପଡ଼ୁନାହିଁ। ନିରୋଳା ଘରେ ସାହୁକାର ଶୋଇ ରହିଲା। ନିଦ ହେଲା ନାହିଁ। ଏକର ସେକର ଛାଟିପିଟି ହୋଇ ଲେଉଟି ପଡ଼ି ବିଛଣାରେ ପଡ଼େ। ଅପେକ୍ଷା କରି ପଡ଼ିଥାଏ। କଳ୍ପନାରେ ଅନୁଭୂତି ପରି ଲାଗେ। ପୁଣି ଯୋଉଁ ବେଳ ଯାଏ ମୁହୂର୍ତ୍ତକ ଯୁଗେ ପରି ବୋଧ ହୁଏ। ଆଶା ବୁଡ଼ିଯାଏ। ମାନ୍ଦା ହୋଇ ଶୋଇ ରହି ବର୍ଷାର ଶବ୍ଦ ଖାଲି ସେ ଶୁଣେ। ଯେତିକି ଶୁଣେ ସେତିକି ଅସ୍ଥିର ହୁଏ। କେତେବେଳେ ଥରେ ଥରେ କବାଟରେ କିଏ ହାତ ମାରିଲା ପରି ଲାଗେ। ଯେପରି କବାଟ ପାଖେ କିଏ ଫୁସ୍ଫୁସ୍ ହୋଇ କଥା କହୁଛି। ଆଉ ସେଠୁ ଅଳ୍ପ ଦୂରରେ କାହାର ରୁନ୍ଧିଲା ହସ। ଆଶା ଉତ୍ତେଜନାରେ ଦେହ ଗୋଟାକ ବରଡ଼ାପତ୍ର ପରି ଥରେ। ଧଡ଼ କରି ଉଠି ବସେ। ଦୁଇ କୁଦାରେ କବାଟ ପାଖେ ପହଞ୍ଚିଯାଏ। ଟିକିଏ ଅପେକ୍ଷା କରି ଠିଆ ହୁଏ। ସବୁ ଆନନ୍ଦ କଳ୍ପନା କରିନେଇ ସେହି ମୁହୂର୍ତ୍ତକର ଅପେକ୍ଷା ଭିତରେ ଖୁସି ହସ ଗୋଳିଗାଳି ଦିଏ କାନ ପାଖରେ। ପୁଣି ମୁହଁ ଫିକା ପଡ଼ିଯାଏ। କବାଟ ଖୋଲେ। ଦେଖେ କେହି ନାହିଁ। ଟିକିଏ ଠିଆ ହୋଇ ରହୁ ରହୁ ଝିପିରି ଝିପିରି ବନ୍ଦ ହୋଇଥାଏ। କଳା ମିଶମିଶ ଅନ୍ଧାର। ପୁଣି ବିଜୁଳି ମାରେ। ରହି ରହିକା ଦୃଷ୍ଟି କେତେ ଦୂରକୁ ଚହଲି ଯାଏ। ସବୁ ଖାଲି ମେଘ ଆଉ ପାହାଡ଼। ଅନ୍ଧାରରେ ଛଟପଟ ହୋଇ ସାହୁକାର ଘର ଭିତରକୁ ଆସେ। ଦୁଲ କରି ବିଛଣା ଉପରେ ପଡ଼ିଯାଏ। ମଧୁଘାସି ଟଙ୍କା ଗୋଟି ନେଇଯାଇଛି। ପୁଣି ଟଙ୍କା ପାଇବା ଆଶା ଅଛି। ବର୍ଷା ରାତି ତ, ସମୟ ଲାଗିପାରେ। କାନ ପାରେ, ନିଦ ମାଡ଼େ ନାହିଁ। କେତେ ଯୁଗ ବିତିଗଲା ପରି ଲାଗେ। ପୁଣି କେତେଥର ପଦା ଭିତରକୁ ବାହାରି ଆସିଯାଏ। ରାତିରେ ନିଦ ଝାଙ୍କିଲା। ଭାବୁ ଭାବୁ ସେ କେତେବେଳେ ଶୋଇପଡ଼ିଲା। ପାଣି ପବନ ଶୀତ ଅନ୍ଧାର ଭିତରେ ନିଛାଟିଆ କୁଡ଼ିଆ ଖଣ୍ଡିଏ। ତାହାରି କେଉଁ କଣରେ ଅଶାନ୍ତ ମନର ଛୋଟ ବତୀଟି। ରାତି କିମିଆ କରିଦେଲା। ସବୁ ହଜିଗଲା। ସକାଳକୁ ମଧୁଘାସି ଆସି ଧାଙ୍ଗଡ଼ା ବସାଘରେ ଭେଟ ହେଲା। ସାହୁକାର ଯେ ରାଗିବ ଏକଥା ସେ ଅନୁମାନ କରି ପ୍ରସ୍ତୁତ ହୋଇ ଆସିଥିଲା। କହିଲା, ରାତିଯାକ ବୁଲିଲି। ଅନ୍ଧାରରେ ବାଟ ତ ଦେଖି ନ ପାରି 3 କଚଡ଼ା ମୁଁ ଖାଇଲି। ହେଇ ଗୋଡ଼ ଦେଖ। ସାହୁକାର ମୁହଁ ପାଖେ ଗୋଡ଼କୁ ନେଇ ଟେକିଦେଲା। ତଥାପି କ'ଣ ମୁଁ ବସି ରହିବା ଲୋକ? ୟା ଘରେ ଖୋଜିଲି, ତା ଘରେ ଖୋଜିଲି। କେତେ ଲୋକଙ୍କୁ ନେହୁରା ହେଲି। ସମସ୍ତେ ନାଚିଲେ। ପୁଣି ଡମ୍ ସାହିରୁ ପରଜା ସାହିରୁ ଲେଲି ସାହି। ଭାବିଲି କେଲେର ଗାଁର ଗୋଟେ ଭୁଆସୁଣୀ ନୂଆ ଆଇଚି। ନିକ ଭଲଟା। ଟୋକିଟେ ମୋଟେ। ପିଲା ବି ପାଇନାହିଁ। ତାର ଅଣ୍ଡ୍ରା ଗୋଟାଏ ଛୋଟା ଲୋକ। ବେଶି ମଦ ଖାଇବ। ଯାଇ ତାକୁ ଡାକିଲି। କେତେ ଖୋଳିତାଳି ପଚାରିଲା। ତହୁଁ ମୁଇଁ ଘର ଛାଡ଼ି କେଣେ ଯିବାର ଲୋକ କି? ଲାଜ ନାହିଁ କି? ଦୋଷ ନାହିଁ କି? ସୂତ୍ରାସୁତ୍ରି କରିବାରୁ ପଚାରିଲା, ବୁଢ଼ାଟେ କି ଧାଙ୍ଗଡ଼ା ଅଛି? ମୋ ଦେହ ଛୁଇଁ କହ, ବୁଢ଼ା ହଡ଼ା ନୁହେଁ ତ? ରାଜି ପଡ଼ିଲା। କହିଲା, ଗୋଟେ ଟଙ୍କା ଏବେ ଦେ, ପଛେ ଆଉ ଗୋଟେ ଟଙ୍କା ଦବୁ। ନହେଲେ ଅନ୍ଧାର ତୋଫାନରେ ମୋର କିଏ କୁଆଡ଼େ ଯିବ? କ'ଣ ଆଉ କରିବି? ଟଙ୍କାଟା ତାକୁ ହାତକୁ ପକେଇଲି। ସେ ଗଲା ଘର ଭିତରକୁ ଖଦିପଟା ପିନ୍ଧି ଆସିବାକୁ। ମୁଁ ବାହାରେ ଠିଆ ହୋଇ ତିନ୍ତୁଥାଏ। ସେ ବାହାରି ଆସିଲା। କବାଟ ପାଖେ ହେଲା ବେଳକୁ ତାର ଅଣ୍ଡ୍ରା ଉଠି ପଡ଼ିଲା। ମୁର୍ଦାର ପରି ଶୋଇ ରହିଥାଏ ସେ। କହିଲା, ହେ ଭାରି ରାଗି ଲୋକ। ତାର ଘର ମଣିଷ। ମତେ କହିଲା, ଦେଖୁଛୁ ତ, ଥାଉ, କାଲି ଯିବି। କହି ଧାଇଁ ଧାଇଁ ଘର ଭିତରକୁ ସେ ପଶିଗଲା। ମୁଁ ଚାଲି ଆସିଲି। କହିଲି, ଆଉ ତୁଚ୍ଛାଟାରେ ଯାଇ କାହିଁକି ସାହୁକାରକୁ ନିଦରେ ଉଠେଇବି? କାଲି ସକାଳ ପାଇଲେ ଦିଶା ପଡ଼ିବି। ସାହୁକାର ଆଗ୍ରହରେ ସବୁ କଥା ଶୁଣୁଥାଏ। ଭାବିଲା, ରାଗିଲେ ଆଉ ଫଳ କ'ଣ? ଖାଲି ମଧୁଘାସି ହାତରୁ ଖସିଯିବ ସିନା। କେବଳ ଏତିକି କହିଲା, ଆଜି ରାତି ଆଉ ଠକିବୁ ନାହିଁ ଯେମିତି। ମଧୁଘାସି ବସି ବସି ବର୍ଣ୍ଣନା କଲା। ଆଉ ନିଜ କରାମତି କଥା ଗପିଲା। ଗଲାବେଳେ ପଚାରିଲା, ଏତେ ଖଟେଇଲୁ ସାହୁକାର, କିଛି ଦେବୁ ନାହିଁ ମୋତେ? ଏକାଥରକେ ଦେଇଦେବି ଆଜି ଉତ୍ତାରୁ, ବୁଝିଲୁ? ସାହୁକାର ନିର୍ଭର ଦେଲା। ଦିନଯାକ ତସାତସି କାମ। ବିଲ ଖବର ବୁଝିବା, ଜମି ମରାମତି କରିବା। ପାଖରେ କାହାର ଜମି ଅଛି ତଲାସ କରି ଦେଖିବା। ସେମାନଙ୍କୁ ଫୁସଲେଇବା। ଆରେ ତୋର ପୁଅଟା ଏଡ଼ିଟା ହେଲାଣି, ବୋହୂଟିଏ ଆଣୁନୁ। ଟଙ୍କା ନାହିଁ? କେତେ ଟଙ୍କା ଦରକାର? ଜମି ବନ୍ଧା ଦେଇଦେ, ଟଙ୍କା ନେଇଯା। ଧୀରେ ଧୀରେ ସୁଝିଦେବୁ। 7-5 ଲୋକ ଏକାଠି ଦେଖିଲେ ତାଙ୍କ ଆଗରେ ଯାଇ ଢମ ବଖାଣିବା, ନିଜର ପ୍ରତିପତ୍ତି ଜାରି କରିବା। କିନ୍ତୁ ଯେତେବେଳେ ଧନ୍ଦା ଉଣା ପଡ଼ିଯାଏ, ସାହୁକାର ଆପଣାର ମରମ ଭାଗକୁ ପ୍ରଶ୍ରୟ ଦେବାକୁ ମନ ବଳାଏ।
दले धांगड़ी हाबुड़िले से थटा न कल भिआई बाटरे सेमानंकु अटकाई टिकिए गोटिकिया धांगड़ी हाबुड़ेले टिके बाट आगे जाए परिचय जोखिबाकु चेष्टा करे कहे इश कौन अच्छी ए लुगापटारे जे पिंधुछु ए बसरे भल लुगा न पिंधिबु तो पिंधिबु केबे कौन कहूचु कोटु पाइबु मन थिले न पाइबु काहेकि कड़े करी टिके अनेई दिए हसर उत्तर पाइले आहुरी टिके गोड़े जाए गाँ लोके दूररू देखती किंतु सेमाने एसबु कथारे समय नष्ट करते नहीं चरित्र विषय सेमाने एते चिंतित नुहंती धांगड़ी निजे स्वाधीन आपणार ओजन बुझी समुझी बाट चलिबा भार तापरे किए पचारे पानी आनी जिबा बाटरे साहुकार ओर उंडिला गाधुआ तुठ सेकरे घास छेलिबा जागारे बणरू पत्रा मुंडेई फेरिबा बाटरे तार पूरा विश्वास ए गाँव गोटाए पाद से माटी भूसी देछि आउ आरटा बा काहेके रहिबा पदारे एठे दी दिनिया संसार पाती निजर सबु अमल सबु रीति अखंड रखिबाको मन आपे लोड़े से संधान नहीं बोले निशा अंधार रे मेघ बरसारे लुचि लुचि मधुखासी चोर परी जनकु सांगरे नहीं आसी पहुँचला कथा ठीक रहिला रातिटा कटिकला सेठी सुखे दुखे सकाळु उठे पुणी विषण्ण लागिला जेपरी आशा मेंटे नाही कुहुळुछि खाली ठकटाए से मधुघासी खाली कथा रखी जाने भलमंद से बुझे नाही झोलारे गाधोइबाकू गला बेले भूल हो जाइथिला परी साहुकार पहुँची गला माइप तुठरे से विदेशी लोक तार भूल हेबा संभव गाधो गाधो से भाबिला एठी कि प्रकार भोगर सामग्री रहिछि अथच तहिरे केतेकरू केते मधुघासी संधान रखे घासी गाल्प काहुस पूजा गाधोई पाधोई चिता चैतन्य होई चेका महल पकई से बसी घंटी ठण ठण कला सबुदिने से देवता को पूजा करे केते पुला रुंड हेले गोटाए नाकपुड़ा आंगुठी रे चापी पुणी आरटा को जाबुड़ी धरी आंगुठी को नाना प्रकारे बंकई आखि डोला को ऊपर को खोसी तल को पकाई नाना मुख विकृति करे गुरु रेबिन्यूठू शिखिथिबा पूजार पद्धति से अभ्यास करिगला आखि बुझी देवता को ध्यान कला आखि बुझिले खाली एठी सेठिकार दृश्य को फाळे चिरुडाए चलती छाई परी भासी चली जाए भोगर अनुभूतिर चित्र प्राण हाई पाई हुए तथापि से आखि बुझी बसे पूजा सरिला आ करी पिला माने चाहि थांती जंदा लागिथिबा पाचिला कदली भोग सेमानक आड़को साहुकार बेखातिर करी फोपाड़ी देई हेंटाळटे मारिला पिलाए पाटिकल करी छड़ाछड़ी होई चलीगले तापरे चिलमरे सजा होई रहिथिबा गंजेई देवताड़ को थरे हाथ में देखई धरी साहुकार बसी बसी दम लगेला पुणी चिंता छुटेला मुंडरे तेबे एहिठारे शेष होला औपन्यासिक गोपीनाथ महांतींकर उपन्यास परजार एही भागटी आगामी अध्याୟରେ ए उपन्यासटीर बाकी अंशगुड़ी को आमे सुनिबा रहिली नमस्कार।